ସମସ୍ତଙ୍କୁ ସ୍ନିଗ୍ଧାର ଶୁଭକାମନା। ଆଜିର ଗଳ୍ପଗୁଚ୍ଛରେ ଏକ କ୍ଷୁଦ୍ର ଗଳ୍ପ। ଗପ ହେଲେ ବି କଥାଟି ସତ। ଗପଟିର ଶୀର୍ଷକ ଭୋକ ଓ ମୂଳଧନ। ଅନେକ ଦିନ ତଳର କଥା। ସେତେବେଳେ ଆମେ ଏନ୍ଟିପିସି ଟାଉନସିପ୍ରେ ରହୁଥାଉ। ସାନ ପୁଅ ଭୁବନେଶ୍ୱରରେ ପାଠ ପଢ଼ୁଥାଏ। ହଷ୍ଟେଲରେ ତାକୁ ଛାଡ଼ିବା ପରେ ମୋ ମନ ଭଲ ରହୁନଥାଏ। ସେଥିପାଇଁ ମୁଁ ପ୍ରତି ଶନିବାର ପୁଅକୁ ଦେଖା କରିବାକୁ ଯାଏ। ଶନିବାର ଯାଇ ରବିବାର ଫେରିଆସେ। ତାଳଚେର ରୋଡ଼ରୁ ଇଣ୍ଟରସିଟିରେ ମୋର ପ୍ରତି ଶନିବାର ରବିବାର ଯିବା ଆସିବାଟା ସାଧାରଣ କଥା ହେଇଯାଇଥାଏ। ସେଇ ଯିବା ଆସିବା ଭିତରେ ଅନେକ ଅପରିଚିତ ମୁହଁ ବି ଚିହ୍ନା ଜଣା ହେଇଯାଆନ୍ତି। ଡିସେମ୍ବର ମାସର ଘଟଣା। ଟ୍ରେନରେ ମୁଁ ଭୁବନେଶ୍ୱର ଯାଉଥାଏ। ଦେଖିଲି 10-12 ବର୍ଷର ଛୋଟ ପିଲାଟିଏ ଗୋଟିଏ ଛୋଟ ଝାଡ଼ୁ ଧରି ଟ୍ରେନ୍ ଭିତର ଓଳେଇ ଓଳେଇ ଆସିଲା। ଆଉ ଲୋକମାନଙ୍କୁ ପଇସା ମାଗିଲା। କିଏ କିଏ ଦେଲେ, ଆଉ କିଏ କିଏ ମୁହଁ ବୁଲେଇ ଦେଲେ। ଭାରି ସୁନ୍ଦରିଆ ଛୁଆଟି। ତା ଦେହରେ ନିଜ ମାପଠୁ ଢେର ବଡ଼ ଗୋଟେ ସାର୍ଟ ସହିତ ମଳି ବସିଯାଇଥିବା ପ୍ୟାଣ୍ଟ ଆଗରେ ଶୀତ ବି ହାର ମାନି ଯାଉଥିଲା। କଥା କୁହା ଆଖି ଯୋଡ଼ିକ। ଭାରି ଦୟା ଲାଗିଲା। ମୋ ପାଖକୁ ଆସି ହାତ ପତେଇଲା। ମୋର ମନେ ପଡ଼ିଗଲା, ମୋ ବଡ଼ ପୁଅ ଥରେ କହିଥିଲା, ମାମା, ଛୋଟ ପିଲାଙ୍କୁ ଭିକ୍ଷାବୃତ୍ତି ମନା। ବାପା ମା ଏମିତି କଅଁଳିଆ ଛୁଆଙ୍କୁ ଏଇ ପେଶାରେ ଲଗେଇ ଦେଉଛନ୍ତି। କେବେ ବି ଏମାନଙ୍କୁ ପଇସା ଦେବନି। ଯଦି କିଏ କେବେ ମାଗିଲା ତେବେ ଖାଇବା ପ୍ୟାକେଟ୍ ଦେବ। ମୁଁ ବ୍ୟାଗ୍ରେ ହାତ ପୂରେଇ ଗୋଟେ ବିସ୍କିଟ୍ ପ୍ୟାକେଟ୍ ବାହାର କଲି। ତାକୁ ଦେବି ବୋଲି ନେଲା ବେଳକୁ ସେ ବିକଳ ହୋଇ କହିଲା, ମା, ପଇସାଟିଏ ଦେଉନ। ଆରେ ତତେ କ'ଣ ଭୋକ ହେଉନି କି? ଖାଇବୁ ନେ, ତତେ ମୁଁ ପଇସା ଦେବିନି। ପିଲାଟି ମୁହଁ ଶୁଖେଇ ପଳେଇଲା। ତାପରେ ମୋତେ ଭାରି ଦୋଷୀ ଦୋଷୀ ଲାଗିଲା। ରବିବାର ଦିନ ମୁଁ ଫାଷ୍ଟ ପାସେଞ୍ଜରରେ ଟ୍ରେନରେ ଫେରୁଥାଏ। ଢେଙ୍କାନାଳ ଷ୍ଟେସନରେ ହଠାତ୍ ଦେଖିଲି ସେଇ ଛୁଆଟି ଉଠିଲା। ଆଉ ପୁଣି ସେଇ ଚିରାଚରିତ ଢଙ୍ଗରେ। ଧଳା ସାର୍ଟଟିକୁ ହିରୋ ଷ୍ଟାଇଲରେ ଅଣ୍ଟାରେ ଗଣ୍ଠି ପକାଇ ଦେଇଛି। ଗୁଣୁଗୁଣୁ ହେଇ ଗୀତ ବୋଲୁଛି ଆଉ ଝାଡ଼ୁ କରୁଛି। ମୋତେ ଦେଖି ଟିକେ ରହିଗଲା, ଆଉ ଆଖି ଫେରେଇ ନେଲା। ମୁଁ ତ ମନେ ମନେ ତାକୁ ଖୋଜୁଥିଲି, ହେଲେ ସେ ମୋତେ ଦେଖି ନ ଦେଖିଲା ପରି ପଳେଇଲା। ତାକୁ ପଛରୁ ଡାକିଲି, ଆଉ ସାଙ୍ଗରେ ନେଇଥିବା କେକ୍ରୁ 2 ପିସ୍ କାଢ଼ି ଗୋଟେ କାଗଜରେ ଗୁଡ଼େଇ ତା ହାତରେ ଧରେଇ ଦେଲି। ମୋ ହାତରୁ ସେ ନେଲା ସିନା, ହେଲେ ତା ଆଖିରେ ସେ ଚମକ ନଥିଲା। ପାଖ ସିଟ୍ରେ ବସିଥିବା ଜଣେ ବୃଦ୍ଧା ତାକୁ କଏନ୍ ଗୋଟିଏ ଦେଲେ। ହସି ହସି ତା ଗୀତର ସ୍ୱରକୁ ଆଉ ଟିକେ ଲମ୍ବେଇ ଦେଇ ପୁଣି ଝାଡ଼ୁ କରିବାରେ ଲାଗି ପଡ଼ିଲା। ଏମିତି ଅନେକ ଦିନ ବିତିଗଲା। ମୁଁ ପ୍ରତି ସପ୍ତାହରେ ଯାଏ। କେବେ ତାକୁ ଦେଖେ, କେବେ ନାହିଁ। ଥରେ ପ୍ରବଳ ବର୍ଷା ହେଉଥାଏ। ମୁଁ ରିଜର୍ଭେସନ୍ ବଗିରେ ଚଢ଼ି ନ ପାରି ଜେନେରାଲ ବଗିରେ ଉଠିଥାଏ। ସିଟ୍ ମିଳିବା ତ ଦୂରର କଥା, ଠିଆ ହେବାକୁ ବି ଜାଗା ନଥାଏ। ସେଇଥିରେ ସେମିତି ଆଡ଼ଜଷ୍ଟ କରି ଠିଆ ହେଲି। ହଠାତ୍ ଦେଖିଲି ମୋ ହାତରୁ କିଏ ଗୋଟେ ବ୍ୟାଗ୍ ଛଡ଼ଉଛି। ଚମକି ପଡ଼ି ପଛକୁ ଚାହିଁଲା ବେଳକୁ ସେଇ ପିଲାଟି। ମା, ତମେ କ'ଣ ଆଜି ଏପଟ ବଗିରେ? ହଉ ହଉ, ଦିଅ ତମ ବ୍ୟାଗ୍ ମୁଁ ଧରୁଛି। ଢେଙ୍କାନାଳ ଷ୍ଟେସନରେ ତମକୁ ନେଇ ତମ ସିଟ୍ରେ ବସେଇଦେବି। ଇଚ୍ଛା ଅନିଚ୍ଛା କିଛି ମନକୁ ଆସିବା ଆଗରୁ ବ୍ୟାଗ୍ଟିକୁ ତା ମୁଣ୍ଡରେ ଥୋଇ ମୋ ପାଖରେ ଠିଆ ହେଇଥାଏ। ପଚାରିଲି, ବାବୁରେ, ତୋ ନାଁ କ'ଣ? ଟିକେ ହସିଦେଲା, ଆଉ ଜୋରରେ କହିଲା, ମୋ ନାଁ ଅଭିମନ୍ୟୁ। ଆରେ ବା, ଏତେ ବଢ଼ିଆ ନାଁଟା। କିଏ ଦେଇଛନ୍ତି, ବାପା ନା ମା? ନାଇଁ ମ, ବାପାଙ୍କୁ ଦେଖିଛି ନା ମାଆକୁ ଦେଖିଛି। ମୁଁ ମୋ ନାଁ ନିଜେ ଦେଇଛି। ଆମ ବସ୍ତିରେ ମୋତେ ଡାକନ୍ତି, ଏଇ ଟୋକା, ଏଇ ଛୁଆ, ଏମିତି। କି କଥା, ମୋର କ'ଣ ଗୋଟେ ନାଁ ନାହିଁ? ଥରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଗୋଟେ ସିନେମା ପୋଷ୍ଟର ଦେଖିଲି। ଭାରି ବଢ଼ିଆ ଲାଗିଲା। ରିକ୍ସାବାଲା ମଉସାକୁ ପଚାରିଲି, ଏଠି କ'ଣ ଲେଖା ହେଇଛି? ସେ କହିଲେ, ଅଭିମନ୍ୟୁ, ସେ ହିରୋ, ସିନେମାରେ ଅନ୍ୟାୟ ବିରୁଦ୍ଧରେ ଲଢ଼ି ଦୁଷ୍ଟ ଲୋକଙ୍କୁ ମାରିଦେଉଛି। ଜାଣିଛ ମା, ତାପରେ ମୁଁ ଭାବିଲି, ମୁଁ ବି ସେମିତି ହିରୋ ହେବି। ମୋ ନାଁ ଅଭିମନ୍ୟୁ ହେବ। ସେଇଦିନଠୁ ଯିଏ ବି ପଚାରେ ମୋ ନାଁ, ମୁଁ ଅଭିମନ୍ୟୁ ବୋଲି କହେ। ତମ ମନକୁ ପାଇଲା? ମନେ ମନେ ଭାବିଲି, ହଁ ରେ ବାବୁ, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେମିତି ଧର୍ମ ସ୍ଥାପନା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ, ତୁ ବି ସେମିତି
ଜୀବନ ସଂଗ୍ରାମରେ ଲଢ଼ି ଭୋକକୁ ଜିତି ଯାଇଛୁ। ଆଚ୍ଛା କହିଲୁ ବାବୁ ଗୋଟେ କଥା, ସେଦିନ ତତେ ମୁଁ ବିସ୍କିଟ୍ ପ୍ୟାକେଟଟେ ଦେଲି, ତୁ ଏତେ ଖୁସିରେ ନ ନେଇ ପଇସା କାହିଁକି ମାଗୁଥିଲୁ? ଛୁଆଟି ଟିକେ ଚୁପ୍ ହେଇଗଲା। ତା ହସ ହସ ମୁହଁ କାନ୍ଦୁରା ଦିଶିଲା। ଛଳ ଛଳ ଆଖିରେ କହିଲା, ମା, ମୋ ମାଲିକ ପାଇଁ। ମୋ ରୋଜଗାରରୁ ଅଧା ପରା ତା'ର। ଆରେ ତୁ ଏମିତି କ'ଣ କରୁଛୁ ଯେ ମାଲିକ ତୋଠୁ ପଇସା ନେବ? ମୁଁ ପରା ଟ୍ରେନ୍ ଝାଡ଼ୁ କରୁଛି ମା। ହଁ, ତୁ ଟ୍ରେନ୍ ଝାଡ଼ୁ କରୁଛୁ, ହେଲେ ସିଏ କାହିଁକି ପଇସା ନେବ? ମା, ମୂଳଧନ ସିଏ ଖଟେଇଛି। ଆରେ ଏଥିରେ ମୂଳଧନ କ'ଣ? ତମେ ଜାଣିନ କି ମା, ଏଇ ଝାଡ଼ୁ ପରା ସିଏ କିଣିକି ଦେଇଛି, ମୂଳଧନ ତା'ର। ସେଥିପାଇଁ ମୋର ଯାହା ରୋଜଗାର ସେ ଅଧା ନେଇଯାଏ। ହେ ଭଗବାନ, ଏ ଦୁନିଆରେ ଏମିତି ନିଷ୍ଠୁର ଲୋକ ବି ଅଛନ୍ତି। ସେଇଥିପାଇଁ ମା, ମୁଁ ତୁମକୁ ପଇସା ମାଗେ। ଅଧିକ ପଇସା ହେଲେ ମୁଁ ଝାଡ଼ୁଟାଇ କିଣିବି। ଭୋକକୁ ସହିଯିବି ମା, ହେଲେ ମାଲିକର ମାଡ଼ ସହିପାରିବିନି। ଏତେ ଭିଡ଼ରେ ମୋ ଆଖିର ଲୁହକୁ କେଉଁଠି ଲୁଚେଇବି ଜାଣିପାରୁନଥିଲି। ଏମିତି କଥାବାର୍ତ୍ତା ଭିତରେ ଢେଙ୍କାନାଳ ଷ୍ଟେସନ ଆସିଯାଇଥିଲା। ମୋ ବ୍ୟାଗ୍ ନେଇ ଏସି ବଗିରେ ମୋ ସିଟ୍ରେ ସେ ମୋତେ ବସେଇଦେଲା। ଫେରିଲା ବେଳକୁ ତା ହାତ ଧରି ଅଟକେଇ ଦେଲି। ମୁଣ୍ଡକୁ ଟିକେ ଆଉଁସି ଦେଲି। ପାଖରେ ଯାହା ଖାଇବା ପୁଅ ପାଇଁ ନେଉଥିଲି ସବୁ ଗୋଟେ ଜରିରେ ପୁରେଇ ତା ହାତକୁ ବଢ଼େଇ ଦେଲି। 200 ଟଙ୍କା ବାହାର କରି ତାକୁ ଦଉ ଦଉ ସେ ଭୋ ଭୋ କରି କାନ୍ଦି ପକାଇଲା। ମା, ଏତେ ଗୁଡ଼ା ପଇସା ମୋତେ କାହିଁ ଦେଉଛ? କୋହକୁ ଅଟକେଇ ମୁଁ ତାକୁ ଯା ଏଠୁ ବୋଲି କହିଲି। ସେ ସିନା ଚାଲିଗଲା, ହେଲେ ଭଗବାନଙ୍କ ପାଖରେ ଭାରି ଅଭିମାନ କଲି। ଇଏ କି ନ୍ୟାୟ ତୁମର? ଆପରେ ଅନେକ ବର୍ଷ ବିତି ଯାଇଛି। ପିଲାମାନେ ବଡ଼ ହେଇ ଚାକିରି କ୍ଷେତ୍ରରେ। ମୋର ଆଉ ଟ୍ରେନ୍ ଯାତ୍ରା କମିଗଲାଣି। କିନ୍ତୁ ମୁଁ ଯେଉଁଠି ବି ସେମିତି ଛୋଟ ପିଲା ଭିକ୍ଷାବୃତ୍ତି କରିବାର ଦେଖେ, ମୋର କାହିଁ ଅଭିମନ୍ୟୁ କଥା ଭାରି ମନେ ପଡ଼େ। ଭଗବାନ ବୋଧେ ଏକଥା ଜାଣିପାରିଥିଲେ। ଏଇ ବର୍ଷ ଫେବୃଆରୀ ମାସରେ ହଠାତ୍ ମୋର ଏକ କାମରେ ମୁଁ ଭୁବନେଶ୍ୱର ଷ୍ଟେସନରେ ଜଣକୁ ଅପେକ୍ଷା କରିଥାଏ। ହଠାତ୍ ଦେଖିଲି ଏକ ଯୁବକଟିଏ ମୋ ପାଖକୁ ଦୌଡ଼ି ଦୌଡ଼ି ଆସିଲା, ଆଉ ମୋ ପାଦ ଛୁଇଁ ମୋତେ ପ୍ରଣାମ କଲା। ମୁଁ ଚିହ୍ନି ପାରିଲିନି। ମା, ମୋତେ ଚିହ୍ନି ପାରୁନ? ମୁଁ ପରା ଅଭିମନ୍ୟୁ। ଆଶ୍ଚର୍ଯ୍ୟ ଆଖିରେ ଚାହିଁଲି ପିଲାଟିକୁ। ସଫା ଧଳା ସାର୍ଟଟି, ତା ସହିତ ବ୍ଲୁ ଜିନ୍ସ, ପାଦରେ ଜୋତା ହଳେ। କିନ୍ତୁ ସେଇ ପିଲାଦିନର ଷ୍ଟାଇଲ୍ ଅଣ୍ଟାରେ ସାର୍ଟଟିକୁ ଗଣ୍ଠି ପକାଇ ଦେଇଥାଏ। କ'ଣ ତାକୁ କହିବି ଭାବିବା ପୂର୍ବରୁ ସେ କହି ପକାଇଲା, ମା, ମୁଁ ଏବେ କାମ ପାଇଯାଇଛି। ଏଥର କିନ୍ତୁ ମୂଳଧନ ମୋର। ତମେ ଦେଇଥିବା ପଇସାରେ ମୁଁ ନିଜେ ଝାଡ଼ୁ କିଣି ପେଟ ପୋଷୁଥିଲି। ଏବେ କିନ୍ତୁ BMCରେ ଚାକିରି ପାଇଯାଇଛି। ମା, ତମେ କେମିତି ଅଛ? ଏତେ ଦିନ ହେଲାଣି କେଉଁଠି ଥିଲ? ଟ୍ରେନ୍ର ହର୍ଣ୍ଣରେ ମୋତେ ଆଉ କିଛି ଶୁଭୁ ନଥିଲା। ଖାଲି ଆଖିରୁ ଲୁହ ବୋହି ଯାଉଥିଲା।